ଏକଧାରେ ସେ ହେଉଛନ୍ତି ଜନନାୟକ। 4.5 କୋଟି जनताଙ୍କର ସ୍ପନ୍ଦନ ଅତିତ୍ୟ ହେବ ନାହିଁ। ଦୀର୍ଘ 2000 ମସିହା ଠାରୁ ହିଞ୍ଜିଳିରୁ ସେ ଜନସାଧାରଣ ତାଙ୍କୁ ବିଧାୟକ ରୂପେ ନିର୍ବାଚିତ କରି ଆସୁଛନ୍ତି। ଦୀର୍ଘ 24 ବର୍ଷ ହେଲା ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ବିରୋଧୀ ଦଳ ନେତା। 24 ବର୍ଷ 2000 ମସିହାରୁ ଯେବେଠୁ ସେ ରାଜନୀତି କଲେଣି। ଏବେ 2-3 ଦିନ ତଳେ ଆମେ ସବୁ ଦେଖିଲୁ ସୋସିଆଲ ମିଡ଼ିଆରେ ମଧ୍ୟ ଗୋଟେ ଆସୁଛି, ଗୋଟେ ମହିଳା ଗୋଟେ କଳା ଗାଡ଼ିରେ ଗୋଟେ ଆସିକିରି ଆଗରେ ଫଳକ ମାରିଛି ହିଞ୍ଜିଳିର ବିଧାୟକ ବୋଲି। ଏବଂ ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ୟ ବୁଲୁଛନ୍ତି। ଆମର କହିବାର ଉଦ୍ଦେଶ୍ୟ ହେଲା, ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୋଟେ ସାମ୍ବିଧାନିକ ପଦବୀରେ ଅଛନ୍ତି। ସମ୍ବିଧାନଠୁ ଉଚ୍ଚରେ ଆମେ କେହି ମଧ୍ୟ ନୁହଁ। ସମ୍ବିଧାନକୁ ସୁରକ୍ଷା କରିବା ଦାୟିତ୍ୱ ହେଉଛି ପୋଲିସର। ଆଜି ଆମେ ପୋଲିସକୁ ଖବର ଦେଲୁ, ଏପରି ଯେଉଁ ହୀନ କାର୍ଯ୍ୟ ଯେଉଁ କରୁଛି ସେ ମହିଳା ବିଭିନ୍ନ ପ୍ରକାର ମଧ୍ୟ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ତୁରନ୍ତ ସମ୍ବିଧାନକୁ ରକ୍ଷା କରିବା ସହିତ ଏପରି ଜନନାୟକଙ୍କର ଯେଉଁ ପଦମର୍ଯ୍ୟାଦା ଉପରେ ତାଙ୍କର ଆସୁଛି, ଆମେ ତ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଆମେ କ୍ଷୋଭ ପ୍ରକାଶ କରୁ। କିନ୍ତୁ ଜନସାଧାରଣ ବର୍ତ୍ତମାନ ଆକ୍ରୋଶ ହୋଇଛନ୍ତି ତାଙ୍କର ନେତାଙ୍କୁ ଏପରି ଭାବରେ। ସମସ୍ତେ ଆସିଲୁ, ଚେୟାରମ୍ୟାନ୍ ଆସିଲେ, ଆମର ସଭାପତିମାନେ ଆସିଲେ, କାଉନସିଲର୍ସ, ନୋମିନି ଏ ସମସ୍ତେ ଆସିକରି ଆଜି ଥାନାରେ ରିପୋର୍ଟ ଦେଲୁ। ଅତି ଶୀଘ୍ର ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ କରି ସେ ଗାଡ଼ି ଜବତ କରିବ। ସେ ଗାଡ଼ି ମଧ୍ୟ କିଏ ଚଲାଉଛି ଗିରଫ ହେବାର ଆବଶ୍ୟକତା ଅଛି। ମହିଳା ମଧ୍ୟ ଗିରଫ ହେବାର ଆବଶ୍ୟକତା ଅଛି, ଯାହାକି ଭବିଷ୍ୟତରେ କିଏ ମଧ୍ୟ ଏପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବ ନାହିଁ। ସେ ସରକାର ବିଭିନ୍ନ ପ୍ରକାର ବେକାର ସବୁ ଯାକ ଅସାମ୍ବିଧାନିକ କାର୍ଯ୍ୟ ମଧ୍ୟ ବିଜେପି ସରକାର ଆସିବା ପରଠୁ ଚାଲିଛି ସାରା ଓଡ଼ିଶାରେ। ଏ 24 ବର୍ଷ ଭିତରେ ନବୀନ ପଟ୍ଟନାୟକ ସମୟରେ ଆମେ କେବେ ହେଲେ ଅସାମ୍ବିଧାନିକ କାର୍ଯ୍ୟକଳାପ ଆମେ ଜନସାଧାରଣ ଦେଖିନଥିଲେ। ଆଜି ଆଶ୍ଚର୍ଯ୍ୟ। ନବୀନ ବାବୁ ଗୋଟେ ନିଷ୍କଳଙ୍କ ବ୍ୟକ୍ତି, ଜନସାଧାରଣ ଜାଣିଛନ୍ତି ନବୀନ ବାବୁ କି, ବୁଝିଲେ ନା? ତାଙ୍କ ପ୍ରତିକ୍ରିୟା କ'ଣ? ଏଇଟା ଜନସାଧାରଣଙ୍କ ପ୍ରତିକ୍ରିୟା ତାଙ୍କ ନେତାଙ୍କୁ ଏପରି। ମୁଁ ସେ ଉପରେ କହିନି, ମୋର ହେଉଛି ଜନସାଧାରଣଙ୍କର ଆକ୍ରୋଶ ଏବଂ ଆମର ବିଜୁ ଜନତା ଦଳର କର୍ମୀମାନଙ୍କର ଆକ୍ରୋଶ। ଏଥିପାଇଁ ଆମେ ଥାନାକୁ ଆସିବୁ। ଆମେ ପଚାରୁଛୁ କ'ଣ ଯେ ପୋଲିସ କି ତାପରେ ବିଧିବଦ୍ଧ ତଦନ୍ତ କର। କାହିଁ ସେ ମହିଳା ଆମେ ଯାହା ଗୁଗୁଲରୁ ଦେଖିଲୁ, ସେ ଗାଡ଼ି ନାଁ ରହିଛି ସେ ମହିଳା ନିଜେ କିଣିଛନ୍ତି ସୋରୁମରୁ, ତାର ଫଟୋ ମଧ୍ୟ ବାହାରୁଛି। ତାହେଲେ ଏଇଟା ବିକୃତ କି ଆ ଭିତରେ କ'ଣ ଗୋଟେ ଷଡ଼ଯନ୍ତ୍ର କି ଆଉ କ'ଣ ରହସ୍ୟ ଥିବ, ତଦନ୍ତ କଲେ ଜଣାପଡ଼ିବ। ସେଟା ପୋଲିସର କାମ। ସାର୍ ଏଇ ଯେଉଁ ପରିଚୟ ତ ତାର ତ ସୁନିତା କୁମାରୀ ସାହୁ ବୋଲି, ସେ କ'ଣ ସେ ସବିତା କୁମାରୀ ସାହୁ, ସେ ମୋବାଇଲ ନମ୍ବର ମଧ୍ୟ ଦେଉଛି, ସବୁ ପୋଲିସ ପାଖରେ ଅଛି। ପୋଲିସ କ'ଣ କିଛି ସୋସିଆଲ ମିଡ଼ିଆ ଦେଖୁନି ନା, ପୋଲିସ କ'ଣ ନାହିଁ, ପୋଲିସ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। କିନ୍ତୁ ପୋଲିସ ଅବଗତ ରହିବା ସତ୍ତ୍ୱେ ମଧ୍ୟ ପୋଲିସ ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ କାହିଁକି ନେଇନି ବୋଲି ଆଜି ଆମେ ପୋଲିସ ପାଖକୁ ଆସିବୁ।